ମାନେ ଆପଣ କେତେ ବର୍ଷ ହେଲା କେମିତି ଘର ଛାଇଲେଣି ଆଉ କୋଉଠି ଶିଖିଥିଲେ? ମୋ ବାପା ଥିଲେ ଘର ସବୁ ଆମେ ତାଙ୍କଠୁ ଶିଖିଥିଲୁ। କେତେ ବର୍ଷ ପାଖାପାଖି? ତଥାପି 20-30 ବର୍ଷ। ତ ଘର 50-60 ବର୍ଷ। ଘର ଛାଇବା ଏବେ ଯୋଉ ଘର ଚାଳ ଘର ସବୁ ଧୀରେ ଧୀରେ ହଜିଗଲାଣି, ତା ବିଷୟରେ କଣ କହିବେ ଆପଣଙ୍କର? ଦି କୋଠା କରୁଛନ୍ତି ଆଉ ଚାଳ ଆଉ କଣ କରିବେ, ଚାଳ ରଖୁନାହାନ୍ତି। କୋଠା ଘର ଆଉ ଚାଳ ଘରର ଫରକ ଟା କଣ? ଚାଳଘରର ଫରକ ଟା ଅଛି ଆଉ ଟିକେ ଆସିଲ ଶାନ୍ତି ଲାଗିଲା, ଆସିଲ ସିଆଡୁ ଟିକେ ଖାଇଦେଲ, ଟିକେ ଶୋଇପଡ଼ିଲ ଥଣ୍ଡା ଲାଗିଲା। ଶୀତ ନାହିଁ। କୋଠା ଘରେ ସେଇଟା ନାହିଁ। ନାହିଁ। ଏଇ ଯୋଉ ଚାଳ ଯୋଉ ଆପଣ ଛାଉଁଛନ୍ତି ଯୋଉ ଜିନିଷ ଉପରେ ଯୋଉ ଛାଉଁଛନ୍ତି, ଚାଳର ନଡା ଯୋଉ ଅଛି ସେ ପାଣି ତଳୁ କାହିଁ ଗଡୁନି? ସେ ଛଣଟା ଯେତେବେଳେ ବର୍ଷା ହେଲା ସେତେବେଳେ ସେ ତାରେ ବସିଗଲା ପରେ ଆଉ ପାଣିଟା ସେଟା ପ୍ରବେଶ କରେନି ଭିତରକୁ। ଏଇ ଶୁଣି ଯୋଉ ପାଣିଟା ଗଡି ଆସିବ ଘରେ ଟୋପେ ଟୋପେ ପଡିଯିବ। ପଡିଗଲା ମାତ୍ରେ ତା ଯୋଉ ବର୍ଷାଟା ହବ ପାଣିଟା ଗଡି ଆସିଲେ ଆଉ ବର୍ଷାଟା ହୁଏ ନାହିଁ। ତ ସେ ବର୍ଷା ପରେ କେମିତି ହୁଏ ନାହିଁ କାହିଁକି? ବର୍ଷା ପରେ ବା ଏଇ ବା ବର୍ଷା ନାଇଁ, ଛଣଟା ଟେକି ହେଇକି ରହିଲା। ଆମେ ଯୋଉଟା ଛାଇନୁ ଛଣଟା ବସିଲାନି। ବସିଲା ପରେ କଣ ମାନେ ସେଠି ତ ପାଣି ଦେଖୁନି, ସେଟା ଫାଙ୍କ ହେଲେ ବି ଗଳି ପଡିବ, ସେଠି ଏଥିରେ କାହିଁ ଗଳୁନି? ନା ଗଳିବନି, ସେ ଛଣ ଜଏଣ୍ଟ ହେଇଗଲା। ଛଣଟା ଜଏଣ୍ଟ ହେଇଯାଇକି ବସିଗଲା। ଆଉ ପାଣିଟା ଗଳିବନି, ଯାହା ପାଣିଟା ଉପରେ ପ୍ରବେଶ କଲା ଆଉ ଭିତରକୁ ପାଣିଟା ଯିବ ନାହିଁ। ସେ ଯୋଉ ନଡା କଣ ଜଏଣ୍ଟ ହେଇଯାଏ କେମିତି କଣ? ନଡ଼ାଟା ଜଏଣ୍ଟ ହେଇଯାଏ, ସେ ଯୋଉ ମୋଟା ନଡ଼ାଟା ଆମର ଆମେ ଅଠା ଅଂଶ ଅଛି, ଅଠା ଅଂଶରେ ସେଟା ମେଘଟା ହେଲେ ସେ ଅଠା ଅଂଶ ଆସିଯାଇ ତାରେ। ଛଣଟା ଯେତେବେଳେ ଭେଦିକି ଶୁଖିଗଲା ସେଇଟା ଅଠା ଅଂଶ ଆସିଯାଏ। ସେଇଟା ବସିଯାଏ। କେମିତି କଣ ଟିକେ ଦେଖେଇବେ ଯେ ନଡା ଟିକେ ଦେଖେଇଲେ? ଏଇ ଯୋଉ ନଡାଟା ଆମେ ଛାଇଲୁ, ଘରେ ଛାଇଲୁ, ଆମେ ତ ଯୋଡି ହେଲା ଛଣଟା ଆମେ ପକେଇଲୁ, ଆମେ ହାତ ମାଇଲୁ ଛଣଟା ଭିଡ଼ିଲା। ଜାଣିଲ ନା, ଭିଡ଼ିଲା ମାତ୍ରେ ଏ ଛଣଟା ଏମିତି ଫାଙ୍କା ରହିଲା। ଫାଙ୍କା ରହିଲା ମାତ୍ରେ ଆ ଦେହରେ ଯୋଉ ବର୍ଷାଟା ଆସିଲା ସେ ଛଣଟା ଭେଦି ଯାଇକି ଫୁଲିଗଲା। ଫୁଲିଗଲା ପରେ ସେ ନାଗିଗଲା ଯେମିତି ଆଉ ବର୍ଷା ହେଲାନି। ଏଇଆ ହେଇଛି କଥା। ତାପରେ ବର୍ଷା ହୁଏ ନା ବର୍ଷା ହୁଏନି ଘରେ ବର୍ଷା ଦିନ। ଏବେ ଯୋଉ ଏସି ଯୋଉ ଲଗଉଛନ୍ତି ଆଉ ଏ ଚାଳ ଘର ତା ଭିତରେ କଣ ଅଛି ମାନେ ସ୍ୱାସ୍ଥ୍ୟ ପାଇଁ କଣ କୋଉଟା ଭଲ? ସ୍ୱାସ୍ଥ୍ୟ ପାଇଁ ଚାଳ ଘରଟା ଭଲ ନା ଆଉ। ଚାଳ ଘର ଭଲ। ଆଉ ଚାଳ ଘର ଭଲ ନୁହେଁ? ଏବେ ତ ସବୁ ଚାଳ ଘର ସେ ତ ଚାଳଘର ତଥାପି ଯାହାର ନାହିଁ ସେ କରୁଛି ନା ଚାଳଘର ନାହିଁ, ଖଣ୍ଡେ ଚାଳିଆ କରୁଛି। ଖରା ବର୍ଷାରେ ରହିପାରୁନି, ତାତରେ ରହିପାରୁନି, ରୋଷେଇବାସ କରୁଛି, ଶାନ୍ତି ନାହିଁ। ଚାଳ ଘରେ ରୋଷେଇ କଲେ ଶାନ୍ତି ଅଛି। ତ ସେଇ ଯୋଉ ଚାଳ ଘର ଯୋଉ ହଜି ଯାଉଛି, ଆପଣଙ୍କର ମନର କଥା କଣ କହିବେ ଚାଳ ଘରକୁ ନେଇ? ମୁଁ ଆଉ କଣ କହିବି? ଶାନ୍ତି ଅଛି ଏଇଆ ତ ଆଉ। ଚାଳଘରଟା ଶାନ୍ତି ଅଛି ବୋଲି ଲୋକ ରଖିଛନ୍ତି, ଖାଉଛନ୍ତି। ଉନ୍ନତି କଣ ସିଏ ଛେପ କୋଠା କଲେ ଏ ଚାଳ ଘର ଖଣ୍ଡେ କରୁଛନ୍ତି କି ନା ଚାଳି ଖଣ୍ଡେ କରୁଛନ୍ତି। ଏଇଆ ହଉଛି ଦଉଛନ୍ତି ଆଉ ଏଇଆ ହଉଛି ଚାଳ ଘର ଏଇ ଯୋଉ ଚାଳ ଘର ଯୋଉମାନେ ଛାଉଥିଲେ ଅଲଗା କିଛି କାମ କରୁନଥିଲେ ଜାଣିନଥିଲେ, ନା ସେମାନଙ୍କର କଣ ସେମାନଙ୍କୁ ନେଇ କଣ କହିବେ? ଚାଳ ଘର ଯୋଉମାନେ ଛାଉ ନଥିଲେ ସେମାନେ କଣ ଖାଇବେ? ଆମେ ତ ଶିଖିଲୁ ଖାଇଲୁ ଆଉ। ଛାଉଥିଲେ ସେମାନେ ଆଉ କିଛି କାମ କରନ୍ତିନି, ଏଇଆକୁ ନେଇକି ପେଟ ନା ନା ସବୁଆଡୁ କାମ ଅଛି। ଘର ଛା ଅଛି। ବର୍ଷ ଥରେ ଚାଷ କରିଛୁ, ସେଇ ଚାଷ କରୁଛୁ ବୋଲି ଛଣ ମିଳୁଛି ବୋଲି ଆମେ ଘର ଛାଉଛୁ। ଯଦି ଚାଷ ନହବ ଛଣ ଆସିବ କୋଉଠୁ, ଘର ଛାଯିବ କୋଉଠୁ? ଏଇ ହଉଛି କଥା। ଆମ ଛୁଆ ଶିଖିଲେନି। ବାସ୍ ଏଇଆ ହଉଛି କଥା। ମାନେ ଏଇ ଯୋଉମାନେ ପୁରା କିଛି ଚାଷ ବାସ କରୁନଥିଲେ, ସେମାନେ କେବଳ ଛାଇବାରେ ସେମାନେ ମାହିର। ସେମାନଙ୍କର ଯୋଉ ଫ୍ୟୁଚର ଅଛି, ଯୋଉ ଚାଳ ଘର ହଜି ଯାଉଛି ତା ବିଷୟରେ କଣ କହିବେ? ଆପଣ ଯୋଉଟା କଥା କହିଲେ ହଜି ଯାଉନି, ସେମାନେ ଅଲଗା କାମ ଜାଣିଛନ୍ତି। ଯେମିତି କାର ମାଟି ହଉ, ବାଡ ବଜା ହଉ, କିମ୍ବା ଅଲଗା କିଛି ରାଜମିସ୍ତ୍ରୀ କାମ ଚଳିବ ନା ସବୁ କାମ ଶିଖିବାକୁ ପଡୁଛି। ଘରେ ଛାଇବେ ନା ସବୁଦିନ ଛାଇବେ କି? ତାପରେ ଗୋଟେ ବର୍ଷ ସେ ଉପାସ ରହିବେ କି? ସିଏ ପୁଣି ଅଲଗା ଧନ୍ଦା କରିକି ବିଲ ବାଡି ଭଲ ମନ୍ଦ କରିକି ଚଳିବେ। ଯାହାର ନାହିଁ ମୂଲ ମଜୁରୀ ନେଇକି ଚଳିବେ ଆଉ କଣ କରିବେ? ଏଇଆ ହଉଛି। ଆପଣ କେତେ ବର୍ଷ ହେଲା ଛାଇଲେଣି? ତଥାପି 30ବର୍ଷ ପରେ ହେଇଯିବ। 30 ବର୍ଷ। ହଁ ମାନେ ଆପଣ ଶିଖିଥିଲେ କାମଟା କୋଉଠି? ହଁ ଶିଖିଥିଲେ, ବାପା ଶିଖେଇଥିଲେ। ହଁ। ସେ କହିଲେ କେହି ନାହାନ୍ତି ଘରେ ତୁ ଶିଖି ଆଉ। ଶିଖେଇ ଶିଖେଇଥିଲେ ବୋଲି ମୁଁ ଆଜି ବୁଡେଇକି ଖାଉଛି। ଆଜ୍ଞା ଧନ୍ୟବାଦ।
ମୋ ନାଁ ହଉଛି ବୈଦ୍ୟନାଥ ସାହୁ। ସେ ସମୟରେ ସମସ୍ତେ ଚାଳ ଘର କରୁଥିଲେ ଆଉ ଏଇ ସମୟ ତ କୋଠା ବାଟି ହେଇଗଲା ସବୁ ଆଉ ଘର ଭାଙ୍ଗିଦେଲେ ସବୁ ଆଉ କଣ ସେ ସବୁ ମରିଯାଇଛି ଗଲେଣି ଆଉ କଣ ଆଉ ଜାଣିନଥିଲେ କିଛି ଏଇ ଚାଷ କରୁଥିଲେ ଘର ଛାଉଥିଲେ ଆଉ କଣ ଆଉ କିଛି କରୁଥିଲେ। ଏଇ ଯୋଉ ଘର ଛାଇ ଯୋଉ ଛଣ ଆଉ ନଟା ଆ ଭିତରେ କଣ ଫରକ ନା ସବୁଆଡେ ଅଲଗା ଅଲଗା କୁହନ୍ତି? ସବୁଆଡେ ଅଲଗା ଅଲଗା କହନ୍ତି। ଅଲଗା ଆମର ଏଠି ଛଣ କହନ୍ତି ଆଉ ଅନ୍ୟ ଜାଗାରେ ନଡା କହନ୍ତି ଆଉ ଏଇ ନଟା କହନ୍ତି ଏଇଆ ଆଉ। ଖରା ଯୋଉ ତାପଟାକୁ ସେ ତଳକୁ ଦିଏନି ଛାଡେ ନା। କେମିତି କଣ ସେମିତି ଟିକେ କହିବେ ତଳଟାକୁ ସେ ଖରା ତାପଟାକୁ ଫେରେଇ ଦିଅନ୍ତି ଉପରକୁ। କାହିଁକି କଣ କେମିତି ଫେରାଏ? ସିଏ ତାଙ୍କର ଅଛି ଗୋଟେ କିଛି ଛଣର ମାହାତ୍ମ ସେ ନଡାରେ ଆଉ ସେ ତାପଟାକୁ ଫେରେଇ ଦିଅନ୍ତି ଆଉ ତଳକୁ ରଖନ୍ତି ଥଣ୍ଡା ଟା ଆଉ। ଛଣ କଣ ସେ ପାଣି ପଡେନି ମାନେ ଆପଣ ଯେତେବେଳେ ଛାଆନ୍ତି? ନା ପାଣି ପଡେ ନା ସେ ଅଠା ହେଇଯାଇକି ପାଣି ଟାକୁ ତଳକୁ ଫେରେଇ ଦିଅନ୍ତି। କେମିତି କଣ ଗଡେଇ ଦିଅନ୍ତି ତା ପାଣି ଟାକୁ। ସେଗୁଡା ଏମିତି ଛାଇକି ସବୁ ନଗେଇ ଦଉ ତା ଦେହକୁ ନଗେଇ ଦେଇକି ତା ଦେହରେ ସବୁ ତ ଫାଟ ବନ୍ଦ ହୁଏ ନା ଯେତେବେଳେ ବର୍ଷା ହୁଏ ସେଇ ଛଡ ନଡା ଗୁଡା ଫୁଲି ଯାଇକି ସବୁ ବାଟ ବନ୍ଦ କରିଦିଏ ଆଉ ସେ ପାଣି ଟାକୁ ତଳକୁ ଆଉ ଛାଡେ ନା ଆଉ। ତା ଦେହରେ ଅଠା ଭାଗ ଅଛି? ହଁ ସେ ଛଣଟାରେ ଅଠା ଭାଗ ଅଛି। ସେ ଅଠା ଭାଗ ଟା ତାର କାମ କରେ? ହଁ ସେ ଅଠା ଟା କାମ କରେ। ସେ କଣ ମାନେ ଖରାଟାକୁ କଣ ଖରାଟାକୁ ତାପଟାକୁ ଫେରେଇ ଦିଏ ଉପରକୁ। ସେ ଛଣରୁ କଣ ମାନେ ସେମିତି କଣ ଗୋଟେ ସେଇ ଯୋଉ ସେଇ ଅଠାଟା ଏମିତିଆ ଅଠା କି ତଳକୁ ଥଣ୍ଡା ଦିଏ ଉପରକୁ ଖରା ଦିଏ ଫେରେଇ ଦିଏ। ଆପଣ ସମସ୍ତଙ୍କୁ ଓଡିଶା ବାସୀ କଣ କହିବେ ଯେ ଛଣର ଯୋଉ ମହତ୍ଵଟା? କଣ କହିବି? କଣ କହିବେ ଆପଣଙ୍କ ମନର କଥା ଯେ ଛଣ ଘର ଯୋଉ ଧୀରେ ଧୀରେ ଲୋପ ପାଇଯାଉଛି? ଏଇଟା ଯେ ଏବେ ତ ସରକାର ତାକୁ ସବୁ ଇନ୍ଦିରାବାସରେ ପରିଣତ କରିଦେଲା କୋଠା ବାଟି ସବୁ କରିଦେଲେ ଆଉ ସେଇଗୁଡାକୁ କିଏ ପଚାରୁଛି ସେଥିରେ ପଇସା ହଉଛି ବହୁତ ଖର୍ଚ୍ଚ। ବାଁଶ ବତା ଏଇଗୁଡାକ ବହୁତ ଖର୍ଚ୍ଚ ପଇସା ସେଇଥିଲାଗି ସେ ଏକାଥରେ ଛାତ କରିଦେଲେ ଗଲା ସେଇ ନଡା ଫଡାରେ କିଏ ଫି ବର୍ଷ ତାକୁ ଓଲାରେ ଏ ସବୁ ଦୁନିଆ ଜମ୍ବିଆ ସେଥିନାଗି ବାଦ କରିଦେଲେ ଆଉ। ଚାଷ ଗୁଡା ବି ଆସ୍ତେ ଆସ୍ତେ ଆଉ ଲୋକ ଆଉ ଖାଉନାହାନ୍ତି କି ଚାଷ କରୁନାହାନ୍ତି। ଆଉ ଏ ଲୋପ ହେଇଗଲା ଆଉ। ଚାଳ ଘର ବି ଥଣ୍ଡା ଟା ଏଇ ରଖେ ସବୁବେଳେ ଆଉ ଗରମ ଟାକୁ ଫେରାଏ ଆଉ ଛଣ ଟା ଆଉ। ଅଠାଟା ତାର ଯୋଉ ଅଠାଟା ସେଇଟା ସେଇ କାମ କରେ ଆଉ। ତ ସେଇ ଯୋଉ ଯେତେବେଳେ ଆପଣ ଛାଆନ୍ତି ସେତେବେଳେ କେତେ ବୟସରୁ କେତେ ବୟସ କରୁଥିଲେ ଛାଆଁଥିଲେ? 20 ବର୍ଷରୁ ଛାଉଥିଲି 40 ବର୍ଷ ପର୍ଯ୍ୟନ୍ତ ଛାଇନି ଆଉ। ଛାଇଲେ ଏମିତି କଣ ଆପଣଙ୍କୁ ଡର ଲାଗେନି ତା ଉପରୁ ଚଢିକି? ନା ସେଇଟା ଗୋଟେ ଅଭ୍ୟାସରେ ପରିଣତ ହେଇଯାଏ। ପହିଲୁ ପହିଲୁ ଡର ମାଡେ ତାପରେ ଅଭ୍ୟାସ ହେଇଗଲେ ହେଇଗଲା ଗଲା ଆଉ। ହେଇଗଲାଣି ଏବେ ସବୁ ଚାଳ ଘର ଆଉ ଅଳ୍ପ ଅଛି ନା କଣ? ସିଏ ଆଉ ଗୋଟେ ଗୋଟେ ଅଛି ଆଉ ନାହିଁ ସବୁ କୋଠା ହେଇଗଲା। ଏଇ ଚାଳ ଘରକୁ ଦେଖିକିନି ବୈଜ୍ଞାନିକ ମାନେ କୁଲର ତିଆରି କରିଥିଲେ ଆଉ। ଚାଳ ଘର ଟା ଭଲ କିନ୍ତୁ କୁଲର ଟା ଖରାପ। ସେଇଟାରେ ପାଣି ପଡିଲେ ଫୁଲିକିନି ତାର ଗୋଟେ ଅଠା ଅଂଶ ବାହାରେ ତା ଦିହରୁ ଆଉ ଆପେ ଆପେ ଗୋଟେ ଅଠା ଅଂଶ ବାହାରିକି ତା ପାଣି ଟାକୁ ବନ୍ଦ କରେ ଆଉ। ତଳକୁ ପାଣି ପଡେନି? ତଳକୁ ପାଣି ଦିଏନି ସେ ଗଡେଇକି ତଳକୁ ପକେଇ ତା ଦେହରେ କଣ ବତା ଫତା କେମିତି କଣ ବନ୍ଧା ବନ୍ଧି ହୁଏ ନା ଦିଏ। କଣ? ବତା ବାଉଁଶ ବତା ଦିଆ ଛା ହବ ଛା ହେଇସାରିଲା ପରେ ତା ଦେହରେ ଗୋଟେ ବତା ପଡିକି ଗୋଟେ ଗଣ୍ଠି ଭିଡା ହବ ନହେଲେ ପବନ ଉଡେଇ ନବ ସେ ଗଣ୍ଠି ଭିଡା ହବ ଆଉ। ସେଟା କେବଳ ପବନ ପାଇଁ? ପବନ ପାଇଁ ଏଇ ନହେଲେ ତା ପାଣି ପାଇଁ ହେଲେ ପାଣି ପାଇଁ ବତା କିଛି କାମ କରେନା କିଛି କରେନି ସେଟା ପବନ ପାଇଁ। ପବନ ପାଇଁ। ତ ଆପଣଙ୍କର ଏଇ ଯୋଉ ଚାଳ ଛାଇବାଟା କୋଉଠି କଣ କେମିତି ଶିଖିଲେ? ଏମିତି ବାପ ଗୋସାଇଁ ଥାଆନ୍ତି ତାଙ୍କରି କତୁରୁ ଦେଖିକିନି ଶିଖିବାକୁ ପଡିଲା ଆଉ। ଶିଖିଲେ ଆଉ ଆପଣଙ୍କ ସାଙ୍ଗରେ ଯୋଉ ଛାଉଥିଲେ ସେ ଆଉ ନାହାନ୍ତି? ସେ ସବୁ ସାଙ୍ଗ ଗଲେଣି ବୁଢା ହେଇଗଲେଣି ସେ ଆଉ ଛାଉନାହାନ୍ତି। ଆଉ ଛାଉନାହାନ୍ତି। ତ ଓଡିଶା ବାସୀ କି କଣ କହିବେ ଟିକେ ଆପଣ କିଛି ମେସେଜ ଦେବେ? ଚାଳ ଘର କୋଠା ଘର ସହିତ ଚାଳ ଘର ରହିବା ଦରକାର ନା ନାହିଁ? ହଁ କୋଠା ଘର ସାଙ୍ଗରେ ଗୋଟେ ଚାଳ ଘର ନିହାତି ଦରକାର ଦରକାର କାହିଁକି ନା ନହେଲେ ତୁମେ ରୋଷେଇ ବାସ କରିବ କୋଠା କଳାପ ହେଇଯିବ ରୋଷେଇବାସ କରିବା ପାଇଁ ସେଇ ଧୂଆଁ ଗୁଡା ପାସ୍ କରିବା ପାଇଁ ଗୋଟେ ଚାଳ ଘର ନିହାତି ଦରକାର। ଦେହ ପାଇଁ ବି ଭଲ ଦେହ ପାଇଁ ବି ଭଲ। ଭଲ ଚାଳ ଘର କୋଠା ଘର ଟା ଏତେ ଭଲ ନୁହଁ ଗରମ ଦିନ ତ ରହିପାରିବନି କୋଠା ଭିତରେ। ଗରମ ଦିନ ଆପଣ ଚାଳ ଘର ତ ଏବେ ବଞ୍ଚେଇକି ରଖିଛନ୍ତି। ହଁ କାହିଁକି ବଞ୍ଚେଇ ରଖିଛନ୍ତି ଆପଣଙ୍କର ପସନ୍ଦ ନା କଣ? ଆମର ହଉଛି କଥା ହଉଛି ଆମର ଗଛ ପତ୍ର ଭଲ ମନ୍ଦ ଏଠି କିଛି ନାହିଁ। ଧର ଚାଳ ଘରଟା ରହିଲେ ଥଣ୍ଡା ରହିଲା ସବୁବେଳେ। ଆଉ ଛାତ ଘରେ ଲୋକ ସବୁ ଖାଲି ଖରା ଯେମିତି ହବ ଛାତ ତାତିଯିବ ଖାଲି ଦାଣ୍ଡିଆ ମାଡି ପଳେଇ ଆସିବେ ପଦାକୁ କୋଉଠି ଗଛ ଛାଇ କୋଉଠି ଏଠି ସବୁ କିନ୍ତୁ ଆମେ ଆସୁନା ଖରା ବେଳେ ସୁଦ୍ଧା ଆମ ଘରେ ରହୁ। ଆପଣଙ୍କର ମାନେ ଏ ଚାଳ ଘରକୁ ବଞ୍ଚେଇ ରଖିଛନ୍ତି କେବଳ ସେଇଥିପାଇଁ? ସେଇଥିପାଇଁ। ଯାହା ହଉ ଆପଣଙ୍କର ମାନେ ଏଇ ଯୋଉ ଚାଳ ଘର କେବେଠାରୁ ରହିଲାଣି? 99 ମସିହା। 99 ମସିହା। ତା ଆଗରୁ ହେଲାଣି।
ସେତେବେଳେ ମାଟି ଥିଲା ଏବେ କଣ ପକ୍କା ହେଇଗଲା? ସେ ମାଟି ଥିଲା ଏଇ ସାଙ୍ଗେ ସବୁ ଏଇ ଇଟା ଫିଟା ଦେଇକିନି ମାଟି ଘର ନଈ ପାଣି ଏରିଆ ତ ଭାଙ୍ଗି ଯାଉଛି ଇଟା ଘର କରିଦେଲେ ଗଲା ଆଉ ଆଜ୍ଞା। ନଈ ପାଣି ପଶିଗଲେ ଆଉ କିଛି ନାହିଁ ଏଇଟା ତାର ରହିଲା ଏ ତ ପାଣି ଛାଡିଗଲା ଧୋଇଦେନୁ ଫେର ଘରେ ରହିନୁ ଆଉ ଏ ଗାଁ ଟା ହଉଛି ଅଡଙ୍ଗ ପ୍ରଶ୍ନପୁର ଆଉ ନାଁ ଟା ବୈଦ୍ୟନାଥ ସାହୁ ଆଉ ଆପଣ ପାଖାପାଖି ସେତିକି ବୟସ ଭିତରେ କେତେ ଘର ଛାଇଥିବେ? ଏ ବହୁତ ଘର କହିହବନି ହିସାବ ନାହିଁ କିନ୍ତୁ ଏଇ 10-20 ବର୍ଷ ଭିତରେ 10,000-15,000 ଘର ଏମିତି ଛାଇଛନ୍ତି। ହଁ ହଁ ଧନ୍ୟବାଦ। ମୁଣ୍ଡ ଜଳ ପଳେଇ